ରୁବି କହିବେ ପୁଣି ଆରେ ଶୋଇକି କାନ୍ଦୁଛୁ କାହିଁକି ମହାରାଣୀ? ଯା ଜଲ୍ଦି ଫ୍ରେଶ ହ, ଗାଧା। ସେ ରାକ୍ଷସଣୀ ବୁଢ଼ୀ ତୋତେ ଅପେକ୍ଷା କରିଛି, ଯା ଜଲ୍ଦି। ଆରେ ତୋ ଜୀବନଟାକୁ କେତେ ଆଉ ନର୍କ ବନେଇବୁ ତୁ? ତାପରେ ନୀଲମ କହିବେ ତମେ ଖାଲି ମୋରି ଉପରେ ଚିଲ୍ଲାଅ। କେବେ ଭାବିଛ ତମ ଝିଅ ଏମିତି ବିହେଭ୍ କାହିଁକି କରୁଛି? ମୋ ଲାଇଫରେ କେତେ ଏକୁଟିଆ ହେଇଯାଇଛି ମୁଁ। କେବେ ଭାବିଛ ଏ କଥା? ନିଜ ଝିଅକୁ ସାହାରା ଦେବା ତ ଦୂରର କଥା, କିନ୍ତୁ ତମେ ଏମିତି କହି ସେଠାରୁ ଚାଲିଯିବେ। ତାପରେ ରିମଝିମ୍ ଆସିବେ। ତାପରେ ରିମଝିମ୍କୁ ଦେଖି ରୁବି କହିବେ ତୁ ତୁ ଏଠିକି କାହିଁକି ଆସିଛୁ? ତୋର ପୁଣି କ'ଣ ଦରକାର? ତାପରେ ଇମୋସନାଲ ହେଇକି ପୁଣି କହିବେ ତୋତେ ଦେଖିଲେ ମତେ ବଡ଼ ଦୟା ଲାଗୁଛି ରିମଝିମ୍। ପୁରାପୁରି ଏ ଘରର ଚାକରାଣୀ ବନେଇ ସାରିଲେଣି ତୋତେ ସିଏ। ତୁ ଦେଖିଲୁ ନା ଯେତେ ସବୁ ମୂଲିଆ ମଜୁରିଆ କାମ ସେ ବୁଢ଼ୀ ଆମ ତିନି ଜଣକୁ ଦଉଛି, ଆଉ ଯେତେ ସବୁ କ୍ରେଡିଟ୍ ନେଲା ଭଳିଆ କାମ ସେ ପଲ୍ଲବୀକୁ ଦଉଛି। ତାପରେ ନୀଲମ କହିବେ ମୁଁ ତ ସେଇ କଥା କହିବାକୁ ଏଠିକି ଆସିଥିଲି ରୁବି ଆଣ୍ଟି। ଏବେ ଆମେ କ'ଣ କରିବା? ମତେ ତ ବହୁତ ଟେନସନ୍ ଲାଗୁଛି। ଯଦି ଏମିତି ଚାଲୁ ରହେ ତାହେଲେ ତ ସତକୁ ସତ ମୁଁ ଏ ଘରର ଚାକରାଣୀ ହେଇଯିବି। ତାପରେ ରୁବି କହିବେ ଆରେ ହଟ୍ ରିମଝିମ୍, ଯଦି ତୁ ଏ ଘରର ଚାକରାଣୀ ହେବୁ ତାହେଲେ ମୁଁ କାହିଁକି ଅଛି? ତୁ ଖାଲି ଦେଖିଯା ରିମଝିମ୍, ତୋର ଏ ରୁବି ଆଣ୍ଟି କ'ଣ କରୁଛି। ମୁଁ ଯଦି ସବୁଦିନ ପାଇଁ ସେ ବୁଢ଼ୀକୁ ସେଜରେ ପକେଇ ନ ଦେଇଛି ତାହେଲେ ମୋ ନାଁ ବି ରୁବି ନୁହଁ। ତାପରେ ରିମଝିମ୍ କହିବେ କ'ଣ କରିବେ ତାହେଲେ ରୁବି ଆଣ୍ଟି? ଏହାପରେ ରୁବି କହିବେ କଥାରେ ଅଛି ବେଜ ଉତରିଲେ ଚୁଲିକୁ, ମଣିଷ ଉତରିଲେ ମଶାଣିକୁ। ବହୁତ ହେଇଗଲା ରିମଝିମ୍, ଆମକୁ ଏମିତି କୁକୁର ମାଙ୍କଡ଼ ଭଳି ବିହେଭ୍ କରିବା। ଏବେ ଆମକୁ କିଛି ଗୋଟେ ଡ୍ରାଷ୍ଟିକ୍ ଷ୍ଟେପ୍ ନେବାକୁ ପଡ଼ିବ। ତ ଶୁଣ, କହି ସବୁ କହୁଥିବେ। ତାପରେ ନିମ୍କି ଆସିବେ। ନିମ୍କିକୁ ଦେଖି ରୁବି ଆଉ ରିମଝିମ୍ ଆଶ୍ଚର୍ଯ୍ୟ ହେଇଯିବେ। ଆଉ ରୁବି କହିବେ ଏଇଠି କାହିଁକି ଆସିଲୁ? ଲୁଚି ଲୁଚି ଆମ କଥା ଶୁଣୁଥିଲୁ? ତାପରେ ନିମ୍କି କହିବେ ନାଇଁ କିଛି ନାଇଁ ତ, ମୁଁ ତ ଏବେ ଆସି କବାଟ ବାଡ଼ିଲି। ମୁଁ କ'ଣ ଶୁଣିଲି? କାହିଁ ଆପଣ ଦି ଜଣ ଏମିତି କ'ଣ କଥା ହଉଥିଲେ କି ଯୋଉଟା ମୋର ଶୁଣିବା ଉଚିତ ନଥିଲା? ତାପରେ ରିମଝିମ୍ କହିବେ ବହୁତ କଥା କହୁଛୁ ତୁ। ମତେ ଲାଗିଲାଣି ତୋର ଠିକ୍ କରିବାକୁ ପଡ଼ିବ। ଚାଲ ତଲକୁ ଚାଲ, କହି ସେଠାରୁ ଚାଲିଯିବେ। ତାପରେ ରୁବି କହିବେ ଓହୋ, ବଞ୍ଚିଗଲା ମଣିଷ। ଯା ହଉ ନିମ୍କି କିଛି ବି ଶୁଣିନି, ନହେଲେ ମୋର ସବୁ ପ୍ଲାନ୍ ବର୍ବାଦ ହେଇଯାଇଥାନ୍ତା। ତ ଦର୍ଶକ ବନ୍ଧୁ, ନିମ୍କି କ'ଣ ରିମଝିମ୍ ଆଉ ରୁବିଙ୍କ ସବୁ କଥା ଶୁଣି ଦେଇଛନ୍ତି କି? ଆମକୁ କମେଣ୍ଟ କରି ଜଣାନ୍ତୁ।